তো নমস্কার দর্শক বন্ধু, আজি আমি কথা হবা বিবাহ শুভযোগ নির্ণয়। দর্শক বন্ধু, আপন মানে কৌশি পণ্ডিতଙ୍କ পাখକୁ ଆଉ ଯିବାକୁ ପଡ଼ିବ ନାହିଁ। ନିଜେ ନିଜେ ହିଁ ନିଜର ବିବାହ ପ୍ରକୃତ ଝିଅ ସାଙ୍ଗରେ ହେଉଛି କି ନିଜେ ଝିଅ ବି ମଧ୍ୟ ଜାଣିପାରିବ ପ୍ରକୃତ ପୁଅ ସାଙ୍ଗରେ ହେଉଛି କି ନାହିଁ। ତ କେମିତି ଜାଣିବେ, କେମିତି ମେଳକ କ'ଣ କରିବେ? ହଁ ଦର୍ଶକ ବନ୍ଧୁ, ପ୍ରଥମ ଟିକେ ଶୁଣନ୍ତୁ। ବର କନ୍ୟା ମେଳକ ସମ୍ବନ୍ଧ ଜାଣିବା ଉଚିତ ଯଥା ରବି ଶୁଦ୍ଧି, ଚନ୍ଦ୍ର ଶୁଦ୍ଧି, ତାରା ଶୁଦ୍ଧି, ବାର ଶୁଦ୍ଧି ଓ ତିଥି ଶୁଦ୍ଧି ଓ ଗୁରୁ ଶୁଦ୍ଧି। ଏହି ଯୋଗରେ ଯେଉଁମାନେ ବିବାହ କରନ୍ତି ଏବଂ ତାଙ୍କ ଜୀବନ ବ୍ୟାପକ ଦାମ୍ପତ୍ୟ ସୁଖଭୋଗ ସହିତ ଧର୍ମ, କର୍ମ, ଧନ, ଜନ, ସମ୍ପଦ, ଯଶ, କୀର୍ତ୍ତି ଲାଭ ହୁଏ ଏବଂ ତାଙ୍କ ଜୀବନଯାତ୍ରା ସର୍ବଦା ସଫଳ ହୋଇଥାଏ। ସେହି କେବଳ ଯୋଗ ଜନ୍ମ ଅଟନ୍ତି। ଯେଉଁମାନେ ବର କନ୍ୟାର ମେଳକ ନ କରି ବିବାହ କରାଉଛନ୍ତି କିନ୍ତୁ ସ୍ତ୍ରୀ ପୁରୁଷରେ ମନାନ୍ତର, କଳହ, ବିଚ୍ଛେଦ ଘଟୁଅଛି, କେହି କେହି ସ୍ତ୍ରୀକୁ ହତ୍ୟା କରୁଛନ୍ତି, ଏପରି ସ୍ତ୍ରୀକୁ ତ୍ୟାଗ କରୁଛନ୍ତି, ଶେଷକୁ ମକଦ୍ଦମା ରୁଜୁ କରି ହାରାସ ହେଉଛନ୍ତି, ତେଣୁ ବିନା ମେଳକରେ ବିବାହ କରିବା ଅନୁଚିତ। ସେଥିପାଇଁ ପରସ୍ପରର ଦୁର୍ଯୋଗ ଘଟିବାର ସମ୍ଭାବନା ଥାଏ। ଯଦି ଭାଗ୍ୟବଶତଃ ଅନୁମାନରେ ବରକନ୍ୟାଙ୍କ ରୂପ ଗଠନ ସାମାନ୍ୟ ହୋଇଥାଏ ତେବେ ବିବାହ କରିଲେ ଦାମ୍ପତ୍ୟ ସୁଖ ହୁଏ। ଏହାର ଭାଗ୍ୟର ସୌଭାଗ୍ୟ ଅଟେ। ଭଗବତ ବାଣୀରେ ବିଚାରୀ କନ୍ୟା ଗୁଣବତୀ ରୂପ ଲକ୍ଷଣ ତାର ଚିନ୍ତି ଆୟ ଆକୃତି ଭାବେ ଗଣି କନ୍ୟାର ରୂପ ସୁଲକ୍ଷଣୀ ବିବାହ ହୋଇ ଶୁଭକ୍ଷଣେ ଯେ ବିଧି ବିଧାନେ ପ୍ରମାଣେ। ଅର୍ଥାତ କନ୍ୟାର ଗୁଣ, ଚରିତ୍ର, ରୂପ, ବୟସ ତଥା ପୁତ୍ରବତୀ, ଧନବତୀ, ବୁଦ୍ଧିମତୀ, ବିଦ୍ୟାମତୀ, ଭକ୍ତିରତା, ଧାର୍ମିକ ଏବଂ ବିଚକ୍ଷଣା, ଚଞ୍ଚଳା, ଶିଷ୍ଟାଚାରିଣୀ, ଆଚାର ବ୍ୟବହାର ଉତ୍ତମ ହୋଇଥିବା ଏବଂ ସବୁ କାର୍ଯ୍ୟରେ ଲକ୍ଷ୍ୟ ରଖି ସମସ୍ତ ପରିବାର ବର୍ଗଙ୍କୁ ଶାନ୍ତି ଦେଉଥିବା ଭଳି ବଚନରେ ମଧୁରତା ଓ ମୁହଁରେ ହର୍ଷିତା, କଟାକ୍ଷ ଚାହାଣୀ, ଚାରୁ ହାସିନୀ, ଏପରି ମୋହିନୀ କନ୍ୟା ଗୃହର ସହଧର୍ମିଣୀ ହୋଇଥିବା ଉଚିତ। ଏପରି ଲକ୍ଷଣଯୁକ୍ତ କନ୍ୟାକୁ ଗ୍ରହଣ କଲେ କୌଣସି ବିପଦ ଆସିନଥାଏ। ରତେ ବେଶ୍ୟା, କ୍ରୋଧେ ଦାସୀ, ଭୋଜନେ ଜନନୀ, ସମା ବିପଦେ, ମନ୍ତ୍ରିଣା ବୁଦ୍ଧି ସା ଭାରିଜା, ପ୍ରାଣ ବଲ୍ଲଭା। ଅର୍ଥାତ ବିଷ କନ୍ୟାକୁ ବିବାହ ପ୍ରାଣ କଷ୍ଟକ। ରତେ ସର୍ପା, କ୍ରୋଧେ ବ୍ୟାଘ୍ରା, ଭୋଜନେ ରାକ୍ଷସୀ ସମା, ବିପଦେ ଶତ୍ରୁଣା ବୁଦ୍ଧି, ସାର ଭାରିଜା କାଳ କଣ୍ଟକ। ଏହିପରି ବିଷକନ୍ୟା ରୂପବତୀ ରାଜକନ୍ୟା ହେଲେ ମଧ୍ୟ କଦାପି ବିବାହ ହେବ ନାହିଁ। ସେହି କନ୍ୟା ଗଳାରେ ଫାଶୀ ହୁଏ। ଦୁଷ୍ଟ ଭାରିଜା ରୂପ ଦେଖି ଯେ ଗୃହେ କାମ ଲୋଭେ ରଖି, ସକଳ ଧର୍ମ ତାରନାଶ, ଏଣୁ ତା ଗୃହେ ନର୍କବାସ। ଏପରି କନ୍ୟାକୁ ବିବାହ କଲେ ସର୍ବଦା ଗୃହରେ ବାକ୍ଯୁଦ୍ଧ ଲାଗି ରହେ। ସେହି ଗୃହଟି ଶ୍ମଶାନ ଭଳି ଜଣାଯାଏ। ତେଣୁ ଲକ୍ଷ୍ମୀ ପଳାୟନ ହୋଇଯାନ୍ତି। ଅର୍ଥାତ ବିଷକନ୍ୟା କିପରି ଚିହ୍ନିବେ? ରତେ ସର୍ପା, କ୍ରୋଧେ ବ୍ୟାଘ୍ରା, ମାନେ କ୍ରୋଧରେ ବ୍ୟାଘ୍ର ଭଳି ହେଇଯାଉଥିବ, ରକ୍ତଟା ସର୍ପ ଭଳି ହେଇଯାଇଥିବ। ଭୋଜନେ ରାକ୍ଷସ ସୀମା, ମାନେ ଭୋଜନ ଯାହା ଦେଲେ ତାହା ଗିଳି ଯାଉଥିବ। ମାଛ ମାଂସ ଯେତେବେଳେ ମନ ସେତେବେଳେ ଗୁରୁବାର ଅମାବାସ୍ୟା ଭଲ ମନ୍ଦ ତିଥି ବାର କିଛି ତ ନଥିବ। ସାର ଭାରିଜା କାଳ କଣ୍ଟକ, ଶତ୍ରୁ ବୃଦ୍ଧି, ସବୁଠି ଶତ୍ରୁ ହେଉଥିବ, ସବୁଠି ଗଣ୍ଡଗୋଳ, ସବୁଠି ଟିକେ ଟିକେ କଥାରେ ରାଗି ଯାଉଥିବ। ୟାକୁ କୁହାଯାଏ ବିଷକନ୍ୟା। କନ୍ୟାର ଶୁଭ ଲକ୍ଷଣ ଜାଣିବା। କନ୍ୟାର 5ଟି ଶୁଭ ଲକ୍ଷଣ ଥିବା ଆବଶ୍ୟକ ଯଥା ରୂପବତୀ, ଗୁଣବତୀ, ଧାର୍ମିକା, ଉତ୍ତମ ଆଚାର ବ୍ୟବହାର ଏବଂ ଧନବତୀ। ଏପରି କନ୍ୟାକୁ ବିବାହ କରାଇଲେ ଧର୍ମ, କର୍ମ, ଅର୍ଥ ଓ ମୋକ୍ଷ ଚତୁର୍ବର୍ଗ ଫଳପ୍ରାପ୍ତି ହୁଏ। କନ୍ୟା ସମ୍ବନ୍ଧେ 5 ଗୋଟି ଦୋଷ ବିଚାର କରିବା ନିତ୍ୟାନ୍ତ କର୍ତ୍ତବ୍ୟ। ଦରିଦ୍ରତା, ଚରିତ୍ରହୀନା, ବୈଧବ୍ୟ, ସୁତାସୁତହୀନତା ଓ ଦୁଷ୍ଟା, ଏହି 5 ଗୋଟି ଦୋଷକୁ ତ୍ୟାଗ କରି ବିବାହ କରିବାକୁ ହେବ। ଦରିଦ୍ର ଲକ୍ଷଣ: ଲଗ୍ନ ଠାରୁ ଚତୁର୍ଥ, ସପ୍ତମ, ଦଶମ ଓ ଦ୍ୱିତୀୟ ସ୍ଥାନରେ ପାପ ଗ୍ରହମାନେ ରହିଥିଲେ ଜାତକ ବ୍ୟକ୍ତି ଦାରିଦ୍ରତା ସୁଖଦାୟିନୀ ହୁଏ। ତମର ଲଗ୍ନ ଯାହା ଲଗ୍ନ ଅଛି ମାନେ ଜାତକରେ, ସେ ଲଗ୍ନର ଚତୁର୍ଥ, ସପ୍ତମ, ଦ୍ୱାଦଶ ଓ ଦ୍ୱିତୀୟ ସ୍ଥାନରେ ପାପ ଗ୍ରହମାନେ ରହିଥିଲେ ଜାତକ ବ୍ୟକ୍ତି ଦାରିଦ୍ରତା ଦୁଃଖଦାୟିନୀ ହୁଏ। ଲଗ୍ନରେ ଦଶମ ରବି ଠାରୁ ଓ ଏକାଦଶରେ ଏବଂ ଚନ୍ଦ୍ର ଠାରୁ ଅଷ୍ଟମ ଗୃହରେ କୌଣସି ଗ୍ରହ ନଥିଲେ ଦରିଦ୍ର ଯୋଗ ହୁଏ। ଯେଉଁ କନ୍ୟାର କୋଷ୍ଠୀରେ ଶୁକ୍ରର ଅଂଶରେ ମଙ୍ଗଳ ଏବଂ ମଙ୍ଗଳ ଅଂଶରେ ଶୁକ୍ର ଅବସ୍ଥିତ କରିଥାଏ ସେହି ନାରୀ ବ୍ୟଭିଚାରିଣୀ ହୁଏ। ପାପ ଗ୍ରହ ଅର୍ଥାତ ଚନ୍ଦ୍ର ସହିତ ରାହୁ, ରବି ସହିତ ରାହୁ, ବୁଧ ସହିତ କେତୁ, ରବିଚନ୍ଦ୍ର ରାହୁ ଯୋଗ, ଶନି ମଙ୍ଗଳ ଯୋଗ, ଶୁକ୍ର ରାହୁ ଯୋଗ, ବୃହସ୍ପତି ରାହୁ ଯୋଗ, ଏପରି ଯୋଗ ହେଲେ ପାପ ଗ୍ରହ ବୋଲି ଜଣାଯିବ।
ଏବେ ଜାଣିବା ଆମେ ନବଗ୍ରହ। ନବଗ୍ରହ ଜାଣିବା ଯେମିତିକି ରବି, ଚନ୍ଦ୍ର, ମଙ୍ଗଳ, ବୁଧ, ବୃହସ୍ପତି, ଶୁକ୍ର, ଶନି, ରାହୁ ଏବଂ କେତୁ, ଏହାକୁ ନବଗ୍ରହ ବୋଲି କୁହାଯାଏ। 12 ମେଷ, 12କୁ ରାଶି ନିର୍ଣ୍ଣୟ, ଯେମିତିକି ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ବିଛା, ଧନୁ, ମକର, କୁମ୍ଭ, ମୀନ, ଏହାକୁ ଦ୍ୱାଦଶ ରାଶି ବୋଲି କୁହନ୍ତି। 27 ନକ୍ଷତ୍ର, ଯେମିତିକି ଅଶ୍ୱିନୀ, ଦ୍ୱିଜା, କୃତିକା, ରୋହିଣୀ, ମୃଗଶିରା, ଆଦ୍ରା, ପୁନର୍ବସୁ, ପୁଷ୍ୟା, ଅଶ୍ଲେଷା, ମଘା, ପୂର୍ବା ଫାଲ୍ଗୁନୀ, ଉତ୍ତରା ଫାଲ୍ଗୁନୀ, ହସ୍ତା, ଚିତ୍ରା, ସ୍ୱାତି, ବୈଶାଖା, ଅନୁରାଧା, ଜ୍ୟେଷ୍ଠା, ମୂଳା, ପୂର୍ବାଷାଢ଼ା, ଉତ୍ତରାଷାଢ଼ା, ଶ୍ରବଣା, ଧନିଷ୍ଠା, ଶତଭିଷା, ପୂର୍ବଭାଦ୍ରା, ଉତ୍ତରଭାଦ୍ରା, ରେବତୀ, ଏହି 27 ନକ୍ଷତ୍ର ବୋଲି ଜାଣିବା। ବଡ଼ କନ୍ୟାର ନକ୍ଷତ୍ରରୁ ଜାତି ନିର୍ଣ୍ଣୟ। ଦେବତାଙ୍କ ନକ୍ଷତ୍ର ହେଉଛି ଅଶ୍ୱିନୀ, ମୃଗଶିରା, ପୁନର୍ବସୁ, ପୁଷ୍ୟା, ହସ୍ତା, ସ୍ୱାତି, ଅନୁରାଧା, ଶ୍ରବଣା, ରେବତୀ। ଏହି ନକ୍ଷତ୍ରକୁ ଦେବଗଣ ନକ୍ଷତ୍ର ବୋଲି କୁହାଯାଏ। ଯାହାର ଯେଉଁ ପୁଅ ହେଉ କି ନାରୀ ହେଉ କି କନ୍ୟା ହେଉ, ସେମାନଙ୍କର ଯଦି ଏହି ନକ୍ଷତ୍ର ଥାଏ ସେମାନେ ଦେବତା ଅଂଶର ହୋଇଥାନ୍ତି। ନରଗଣ, ଦ୍ୱିଜା, ରୋହିଣୀ, ଆଦ୍ରା, ଫାଲ୍ଗୁନୀ, ପୂର୍ବ ଫାଲ୍ଗୁନୀ, ଉତ୍ତର ଫାଲ୍ଗୁନୀ, ପୂର୍ବାଷାଢ଼ା, ଉତ୍ତରାଷାଢ଼ା, ପୂର୍ବା ଭାଦ୍ର, ଉତ୍ତରାଷାଢ଼ା, ଏହି ନକ୍ଷତ୍ରକୁ ମାନବ ଗଣ ବୋଲି ମଧ୍ୟ କୁହାଯାଏ। କୃତିକା, ଅଶ୍ଲେଷା, ମଘା, ଚିତ୍ରା, ବୈଶାଖା, ଜ୍ୟେଷ୍ଠା, ମୂଳ, ଧନିଷ୍ଠା, ଶତଭିଷା, ଏହି ନକ୍ଷତ୍ରକୁ ଦାନବ ଗଣ ବୋଲି କୁହାଯାଏ, ଯେମିତିକି ଅସୁରଙ୍କ ଜାତି। ଆଚ୍ଛା, ରାଶି ନକ୍ଷତ୍ର ଯୁଗ ନିର୍ଣ୍ଣୟ। ସଂଖ୍ୟାରୁ ନକ୍ଷତ୍ର ବୋଲି ଜାଣିବା ସଂଖ୍ୟା, ଯେମିତିକି 1, 2, 3 ମେଷ, ଆପଣମାନେ ଦେଖିଥିବେ ଜାତକରେ ଗୋଟିଏ ସଂଖ୍ୟା ଥାଏ ଉପରେ, ତାପରେ ଆପଣଙ୍କ ରାଶି ଗୋଟିଏ ଥିବ। ସେଇଥିରୁ ଆପଣମାନେ ସଂଖ୍ୟାକୁ ଜାଣିବେ କେମିତି ନା 1, 2, 3 ଯଦି ସଂଖ୍ୟା ଥିବ ସେ ହେଉଛି ମେଷ, 3, 4, 5 ଯଦି ଥିବ ବୃଷ, 5, 6, 7 ଯଦି ଥିବ ମିଥୁନ, 7, 8, 9 ଥିଲେ କର୍କଟ, 10, 11, 12 ଥିଲେ ସିଂହ, 12, 13, 14 ଥିଲେ କନ୍ୟା, 14, 15, 16 ଥିଲେ ତୁଳା, 16, 17, 18 ଥିଲେ ବିଛା, 19, 20, 21 ଥିଲେ ଧନୁ, 21, 22, 23 ଥିଲେ ମକର, 23, 24, 25 ଥିଲେ କୁମ୍ଭ, 25, 26, 27 ମୀନ। ଏହି ଗୋଟିଏ ରାଶିରେ ତିନି ନକ୍ଷତ୍ର ଯୋଗ ହୋଇଥାଏ। ତେଣୁ ରାଶି ନକ୍ଷତ୍ରକୁ ଭଲ ରୂପେ ମନେ ରଖି ଅଭ୍ୟାସ କରି ବିବାହ ମେଳକ ସହିତ ଯୋଗାଯୋଗ କରିପାରିବେ। ଜନ୍ମର ସପ୍ତବାର ଲକ୍ଷଣ ଜାଣିବା। ରବିବାର ଜାତଫଳ ତେଜସ୍ୱୀ, ପ୍ରଖର ବୁଦ୍ଧି, ସୋମବାର ଜନ୍ମଫଳ ଧୀରମତି, ବୁଦ୍ଧିମାନ। ଯଦି ମଙ୍ଗଳବାର ଜନ୍ମ କରିଥାଏ ତାହେଲେ ମଙ୍ଗଳବାର ହେଉଛି ଅଂଶ ଗୁଣ କ୍ରୋଧ। ବୁଧବାର ଜନ୍ମଗ୍ରହଣ କରିଥିଲେ ଫଳ ହେଉଛି ବହୁ ଗୁଣଯୁକ୍ତା। ଯଦି ଗୁରୁବାର ଜନ୍ମ କରିଥାଏ ତେବେ ଗୁରୁମାନ୍ୟ ପ୍ରଶଂସା ଭାଜନ। ଯଦି ଶୁକ୍ରବାର ଜନ୍ମ ହୋଇଥାଏ ସବୁ କାର୍ଯ୍ୟରେ ଦକ୍ଷତା ଓ ଶନିବାର ଜନ୍ମ ଅସ୍ଥିର ଚଞ୍ଚଳ ଗତି ହୋଇଥାଏ। ତ ଏବେ ଆପଣମାନେ ଜନ୍ମର 12ରୁ ମାନେ କ'ଣ ଆପଣମାନେ ନିର୍ଣ୍ଣୟ କରିବେ। ଏଥର ଗଲା ନବଗ୍ରହ ଗୋଚର ଫଳ। ରବି ଗୋଚର ଫଳ ଅର୍ଥାତ ଜନ୍ମ ରବିରେ ଦେହ ପୀଡ଼ା, ଅର୍ଥାତ ନବଗ୍ରହ ଆପଣଙ୍କ ଜାତକରେ ଗୋଟେ ଗ୍ରହ ଥାଏ। କୌଣସି ଗ୍ରହ ଅଛି ମନେକର ରବି ଥିବ କି ଆମର କୌଣସି ଥିବ ଚତୁର୍ଥରେ ମୋହ ନାହିଁ, ଓକେ, ଏମିତି ସବୁ ଆପଣମାନେ ନବଗ୍ରହ ଗୋଚରର ଫଳ। ରବି ଗୋଚର ଫଳ ଜନ୍ମ ରବିରେ ଦେହ ପୀଡ଼ା ଖର୍ଚ୍ଚାନ୍ତ ରହିବ, ଦ୍ୱିତୀୟରେ ଭୟ ମନସ୍ତାପ ରହିବ, ତୃତୀୟରେ କର୍ମଯୋଗ ଲାଭ ରହିବ, ଚତୁର୍ଥରେ ମାନହାନି ଶତ୍ରୁ ବୃଦ୍ଧି ରହିବ, ପଞ୍ଚମରେ କାର୍ଯ୍ୟ ବନ୍ଧନ ରହିବ, ଷଷ୍ଠରେ କାର୍ଯ୍ୟ ସଫଳ, ସପ୍ତମରେ ମାନସିକ ଦୁଶ୍ଚିନ୍ତା, ଅଷ୍ଟମରେ ଅଙ୍ଗ ପୀଡ଼ା ଖର୍ଚ୍ଚାନ୍ତ, ନବମରେ ଶରୀର ପୀଡ଼ା, ଦଶମରେ କର୍ମ କାରାୟତ ଓ କାର୍ଯ୍ୟ ନିଷ୍ପତ୍ତି, ଏକାଦଶରେ ଧନଲାଭ ଓ କାର୍ଯ୍ୟ ସଫଳ ଏବଂ ଦ୍ୱାଦଶରେ ବନ୍ଧନ ଧନକ୍ଷୟ ଓ ଅଧିକ ବ୍ୟୟ ଦେଖାଦେବ। ରବି ମାସିକା ଶୁଭ ଫଳ ପ୍ରଦାନ କରନ୍ତି। ରବି ଯେଉଁ ମାସରେ ଅବସ୍ଥାନ କରୁଥିବେ ନିଜ ରାଶିଠାରୁ ଗଣିଲେ ଯେଉଁ ମାସକୁ ଯେତେ ସଂଖ୍ୟା ହେବ ତହିଁରୁ ଫଳ ଜାଣିବ। ଅର୍ଥାତ ପୂର୍ବରୁ ମୁଁ ଯେଉଁ ସଂଖ୍ୟା ଆପଣଙ୍କୁ କହିଲି ସେହି ସଂଖ୍ୟା ହିସାବରେ ନବଗ୍ରହକୁ ଆପଣ ବିଚାର କରିବେ। ନବଗ୍ରହରୁ ଆମର ଗଲା ଚନ୍ଦ୍ର। ପ୍ରଥମତଃ ଚନ୍ଦ୍ର, ଯେମିତିକି ଚନ୍ଦ୍ର ଯାହାର ଚନ୍ଦ୍ର ଗ୍ରହ ଥିବ, ଚନ୍ଦ୍ର ଜନ୍ମ ଚନ୍ଦ୍ରରେ ଅର୍ଥ ଲାଭ, ଦ୍ୱିତୀୟ ଅର୍ଥ ବ୍ୟୟ, ତୃତୀୟରେ ଲାଭ ସମ୍ମାନ, ଚତୁର୍ଥରେ କଳହ ଆଘାତ, ପଞ୍ଚମରେ କାର୍ଯ୍ୟ ମାନ୍ଦା, ଷଷ୍ଠରେ ଶୁଭ କର୍ମପନ୍ଥା ବୃଦ୍ଧି, ସପ୍ତମରେ କାର୍ଯ୍ୟସିଦ୍ଧି, ଅଷ୍ଟମରେ ଅଙ୍ଗପୀଡ଼ା ଅର୍ଥହୀନ, ନବମରେ ମନରେ ଭୟଭାବ, ଦଶମରେ ସମ୍ମାନ ଓ ଫଳପ୍ରାପ୍ତି, ଏକାଦଶରେ ଧନପ୍ରାପ୍ତି ଓ କର୍ମଯୋଗ। ଚନ୍ଦ୍ର ଅଢ଼େଇ ଦିନରେ ଶୁଭାଶୁଭ ଫଳ ପ୍ରଦାନ କରନ୍ତି। ନିଜ ରାଶିଠାରୁ ଗଣିଲେ ଯେଉଁ ରାଶିରେ ଚନ୍ଦ୍ର ଥିବେ ଯେତେ ସଂଖ୍ୟା ହେବ ତହିଁର ଫଳ ଜାଣିବ। ତାପରେ ଯିବା ମଙ୍ଗଳ। ଯାହାର ଜାତକରେ ମଙ୍ଗଳ ଗୋଚର ଫଳ ଥିବ, ମଙ୍ଗଳ ନିଜ ରାଶିରେ ଥିବା ଏହାକୁ ଜନ୍ମ ମଙ୍ଗଳ କୁହନ୍ତି ଏବଂ ଶତ୍ରୁ ଭୟ, ଦ୍ୱିତୀୟରେ ଅର୍ଥହୀନ, ତୃତୀୟରେ ଅର୍ଥଲାଭ, ଚତୁର୍ଥରେ ଅର୍ଥହୀନ,
ଭୟଜାତ ପଞ୍ଚମରେ ଦୁଃଖ ଅନୁତାପ ଷଷ୍ଠରେ ଅର୍ଥଲାଭ ସପ୍ତମରେ ମାନହାନି ସ୍ଥାନାନ୍ତର ଅଷ୍ଟମରେ ଶରୀର ପୀଡ଼ା ଖର୍ଚ୍ଚାନ୍ତ ନବମରେ କାର୍ଯ୍ୟହୀନ ଦଶମରେ କର୍ମପନ୍ଥା ବୃଦ୍ଧି ଏକାଦଶରେ ଶୁଭ ଲାଭ ଦ୍ୱାଦଶରେ ରୋଗ ଅନର୍ଥ କଳହ ଧନବ୍ୟୟ ଦେଖାଦେବ। ମଙ୍ଗଳ ଦେଢ଼ ମାସରେ ଶୁଭାଶୁଭ ଫଳ ପ୍ରଦାନ କରନ୍ତି। ପୂର୍ବରୁ କୁହାଯାଇଛି ନିଜ ରାଶିଠାରୁ ଯେଉଁ ରାଶିରେ ମଙ୍ଗଳ ଥିବ ସେହି ରାଶି ପର୍ଯ୍ୟନ୍ତ ଗଣିଲେ ଯେତେ ସଂଖ୍ୟା ହେବ ତହିଁରୁ ଫଳ ଜାଣିବ। ତାପରେ ଆସୁଛି ବୁଧ ଗୋଚର ଫଳ। ବୁଧ ଜନ୍ମ ହେଲେ ଫଳ ବନ୍ଧନ, ଦ୍ୱିତୀୟରେ ଧନଲାଭ, ତୃତୀୟରେ ଶତ୍ରୁଭୟ, ଚତୁର୍ଥରେ ଅର୍ଥଲାଭ, ପଞ୍ଚମରେ କାର୍ଯ୍ୟହାନି, ଷଷ୍ଠରେ ଫଳ ହସ୍ତଗତ, ସପ୍ତମରେ ଦେହପୀଡ଼ା, ଅଷ୍ଟମରେ କର୍ମବୁଦ୍ଧି ଓ ଧନପ୍ରାପ୍ତି, ନବମରେ କାର୍ଯ୍ୟତ୍ରୁଟି, ଦଶମରେ କର୍ମ ଅର୍ଥପ୍ରାପ୍ତି, ଏକାଦଶରେ ଶୁଭଯୋଗ, ଦ୍ୱାଦଶରେ ଅର୍ଥ ନାଶ ଓ ବ୍ୟୟଯୁକ୍ତ କାର୍ଯ୍ୟ ଦେଖାଦେବ। ବୁଧ 18 ଦିନରେ ଫଳାଫଳ ପ୍ରଦାନ କରନ୍ତି। ବୃହସ୍ପତି ଗୋଚର ଫଳ। ଜନ୍ମ ବୃହସ୍ପତି ହେଲେ କାର୍ଯ୍ୟତ୍ରୁଟି, ଦ୍ୱିତୀୟ ଧନ ସୁତାସୁତ ଲାଭ, ତୃତୀୟରେ ରାଜ ଭୟ ଓ ଅଶୁଭ, ଚତୁର୍ଥରେ ଅର୍ଥନାଶ, ପଞ୍ଚମରେ ସର୍ବଶୁଭ, ଷଷ୍ଠରେ ଶତ୍ରୁଜାତ ଓ ଦେହପୀଡ଼ା, ସପ୍ତମରେ ସବୁ ପ୍ରକାର ଶୁଭ, ଅଷ୍ଟମରେ ରୋଗ ଖର୍ଚ୍ଚାନ୍ତ, ନବମରେ ଧନବୃଦ୍ଧି ଓ କାର୍ଯ୍ୟଫଳ, ଦଶମରେ ମାନହାନି କାର୍ଯ୍ୟତ୍ରୁଟି, ଏକାଦଶରେ ସର୍ବ ପ୍ରକାର ଲାଭ ଓ ଶୁଭ, ଦ୍ୱାଦଶରେ ବ୍ୟୟଯୁକ୍ତ କାର୍ଯ୍ୟ ଦେଖାଦେବ। ଜନ୍ମ ବୃହସ୍ପତି ଶ୍ରୀରାମ ବନଗାମୀ, ଦ୍ୱିତୀୟରେ ରାଜଯୋଗ, ତୃତୀୟରେ ବଳି ରାଜା ପାତାଳଗାମୀ, ଚତୁର୍ଥରେ ରାବଣ ବିନାଶ, ପଞ୍ଚମରେ ବିଭୀଷଣ ରାଜା, ଷଷ୍ଠରେ ସଗର ରାଜା ନଷ୍ଟ, ସପ୍ତମରେ ଧର୍ମ ନକ୍ଷତ୍ରର ଜୟ, ଅଷ୍ଟମରେ ମହିଷାସୁର ବିନାଶ, ନବମରେ ଇନ୍ଦ୍ର ରାଜା, ଦଶମରେ ମଧୁ କୈଟବ ବିନାଶ, ଏକାଦଶରେ ଅର୍ଜୁନ ବିଶ୍ୱ ଦର୍ଶନ ଓ ଦ୍ୱାଦଶରେ କୁରୁକ୍ଷେତ୍ର ଦୁର୍ଯ୍ୟୋଧନ ବିନାଶ ବୋଲି ଜାଣିବ। ବୃହସ୍ପତି 13 ମାସରେ ଶୁଭାଶୁଭ ଫଳ ପ୍ରଦାନ କରନ୍ତି। ତ ଭିଡ଼ିଓଟି ଲମ୍ବା ହୋଇଯିବ ବୋଧେ। शुक्र शनि राहु केतु मेष यही चारिटा आम नेक्स्ट विषय जानिबा। तापरे तृतीय वीडियो रे आम जानिबा जे प्रत्येक राशि विषय माने क्यों राशि रे कौन थाए बोली। ओके, जदि वीडियो भल लगे गोटे सब्सक्राइब करंतु। रहूचु नमस्कार। जदि कई किछि बुझी न पारुछ तेबे मते कमेंट माध्यम रे जणांतु, मु आहुरी भल भाबरे कमेंट रे बुझेई कहि देबी को जगह रे बुझी पाइले नाही बोली। रहूचु नमस्कार।